ଭାବନ୍ତୁ ତ, ଜଣେ ରାଜା ଯାଙ୍କ ପାଖରେ ସବୁ ଅଛି, ଧନ, ଅସମ୍ମାନ, ଗୋଟେ ବିଶାଳ ସାମ୍ରାଜ୍ୟ, ହେଲେ ତାଙ୍କ ଭିତରୁ ଗୋଟେ ଅଭାବ ଖାଇଯାଉଛି। କଣ ସେ ଅଭାବ? ଆମେ କଥା ହେଉଛେ ରାଜା ଦଶରଥଙ୍କ ବିଷୟରେ। ରାମାୟଣର ବାଳକାଣ୍ଡ ସ୍ୱର୍ଗ 12ରେ ଆମେ ସେଇ ଗଭୀର ଆକାଂକ୍ଷା ଓ ସେଇ ଗୋଟିଏ ନିଷ୍ପତ୍ତି କଥା ଜାଣିବା, ଯାହା ଖାଲି ଅଯୋଧ୍ୟାର ନୁହେଁ, ପୁରା ଯୁଗର ଭାଗ୍ୟ ବଦଳେଇ ଦେଇଥିଲା। ତ ଆଜି ଆମେ ଦେଖିବା ପ୍ରଥମେ ରାଜାଙ୍କର ସେ ପବିତ୍ର ଇଚ୍ଛା କଣ ଥିଲା, ତାପରେ କେମିତି ରାଜସଭା ବସିଲା, ଏହାପରେ ଦଶରଥଙ୍କର ସନ୍ତାନ ପାଇଁ ଆକୁଳ ପ୍ରାର୍ଥନା, ଆଉ ସେଇଠୁ ମିଳିଲା ଏକ ବଡ଼ ଭବିଷ୍ୟବାଣୀ, ଆଉ ତାପରେ ଆରମ୍ଭ ହେଲା ମହାଯଜ୍ଞର ପ୍ରସ୍ତୁତି। କିନ୍ତୁ ଶେଷରେ ଏକ ଗମ୍ଭୀର ଚେତାବନୀ ବି ଥିଲା। ତେବେ ଚାଲନ୍ତୁ ଏହି କାହାଣୀକୁ ଆଗକୁ ବଢ଼େଇବା। ଚାଲନ୍ତୁ ପ୍ରଥମ ଭାଗକୁ ଟିକେ କଳ୍ପନା କରନ୍ତୁ ତ। ଅଯୋଧ୍ୟାରେ ବସନ୍ତ ଋତୁ, ଚାରିଆଡ଼େ ଖାଲି ଫୁଲ ଆଉ ନୂଆ ପତ୍ରର ମହକ, ପରିବେଶ ପୁରା ମନଲୋଭା। କିନ୍ତୁ ଏତେ ସୁନ୍ଦରତା ଭିତରେ ବି ରାଜା ଦଶରଥଙ୍କ ମନରେ ଗୋଟେ ପୁରୁଣା, ବହୁତ ଗଭୀର ଇଚ୍ଛା ପୁଣି ଥରେ ମୁଣ୍ଡ ଟେକୁଥିଲା। ଆଉ ଏଇଠି ମହର୍ଷି ବାଲ୍ମୀକି ଲେଖୁଛନ୍ତି, ତତଃ କାଲେ ବହୁତିଥେ କସ୍ମିଂଶ୍ଚିତ୍ ସୁମନୋହରେ ବସନ୍ତେ ସମନୁପ୍ରାପ୍ତେ ରାଜ୍ୟୋ ୟଷ୍ଟୁଂ ମନୋଭବତ୍। ଦେଖନ୍ତୁ ପ୍ରଥମ ଶବ୍ଦ ତତଃ କାଲେ ବହୁତିଥେ, ଏହାର ଅର୍ଥ ବହୁତ ସମୟ ବିତିଯିବା ପରେ। ଏ କେତେକା ଶବ୍ଦ ଭିତରେ ଲୁଚି ରହିଛି ବର୍ଷ ବର୍ଷର ଅପେକ୍ଷା। ତ ସେଇ ସୁନ୍ଦର ବସନ୍ତ ଋତୁରେ ରାଜାଙ୍କ ମନରେ ଯଜ୍ଞ କରିବାର ଇଚ୍ଛା ଜାଗିଲା। ଆଉ ଏଇଟା କୌଣସି ରାଜନୈତିକ ନିଷ୍ପତ୍ତି ନଥିଲା, ଜମା ନୁହେଁ। ଏହା ଥିଲା ଜଣେ ବାପାର ନିଜ ପୁଅ ପାଇଁ ଗଭୀର ଆକୁଳତା। ଆଉ ଏତେ ବଡ଼ ଇଚ୍ଛା ପୂରଣ ପାଇଁ କ'ଣ ସାଧାରଣ ପୂଜାପାଠ ଚଳିଥାନ୍ତା? ନା, ଏଥିପାଇଁ ଦରକାର ଥିଲା ସେହି ସମୟର ସବୁଠୁ ବଡ଼ ଆଉ ଶକ୍ତିଶାଳୀ ବୈଦିକ ଅନୁଷ୍ଠାନ, ଅଶ୍ୱମେଧ ଯଜ୍ଞ। ଜାଣିଛନ୍ତି, ଏଇଟା ଖାଲି ଗୋଟେ ଯଜ୍ଞ ନଥିଲା, ଏହା ଥିଲା ଗୋଟେ ରାଜ୍ୟର ଶକ୍ତିର ପ୍ରଦର୍ଶନ, ରାଜାଙ୍କ ଧର୍ମପରାୟଣତାର ପ୍ରମାଣ, ଆଉ ତାଙ୍କ ସଂକଳ୍ପର ପରୀକ୍ଷା। ଏମିତି ଏକ ଯଜ୍ଞ ଯାହା ଦେବତାମାନଙ୍କୁ ବି ପ୍ରସନ୍ନ କରିବାର କ୍ଷମତା ରଖୁଥିଲା। ଆଚ୍ଛା, ଏବେ ଆସିବା ଆମର ଦ୍ୱିତୀୟ ଭାଗକୁ। ଜଣେ ବୁଦ୍ଧିମାନ ରାଜା ଭଲ ଭାବେ ଜାଣନ୍ତି ଯେ ଏତେ ବଡ଼ କାମ ଏକା କରାଯାଇ ପାରିବନି। ତେଣୁ ରାଜା ଦଶରଥଙ୍କର ପ୍ରଥମ କାମ କଣ ଥିଲା? ତାଙ୍କ ରାଜ୍ୟର ସବୁଠୁ ଜ୍ଞାନୀ, ସବୁଠୁ ବଡ଼ ଋଷିମାନଙ୍କୁ ଏକାଠି କରିବା। ହଁ, ତ ଏବେ ଇଚ୍ଛାକୁ କାମରେ ଲଗେଇବାର ବେଳ ଆସିଗଲା। ରାଜା ଦଶରଥ ଜାଣିଥିଲେ ଯେ ଏହି ଧାର୍ମିକ କାର୍ଯ୍ୟରେ ଋଷିମୁନିଙ୍କ ମାର୍ଗଦର୍ଶନ ନିହାତି ଦରକାର। ସେମାନଙ୍କ ବିନା ଆଗକୁ ବଢ଼ିବା ସମ୍ଭବ ନୁହେଁ। ତେଣୁ ସେ ତାଙ୍କର ସବୁଠୁ ବିଶ୍ୱାସୀ ମନ୍ତ୍ରୀ ସୁମନ୍ତ୍ରଙ୍କୁ ଡାକିଲେ ଆଉ ଏହି ବଡ଼ ଦାୟିତ୍ୱ ତାଙ୍କୁ ଦେଲେ। ଶ୍ଲୋକ 1.12.5 କହୁଛି ଯେ ସୁମନ୍ତ୍ର କାହା କାହାକୁ ଡାକିଲେ। ତାଙ୍କର ଲିଷ୍ଟରେ ଥିଲେ ସୁଯଜ୍ଞ, ବାମଦେବ, ଜାବାଳି, କାଶ୍ୟପଙ୍କ ଭଳି ବଡ଼ ବଡ଼ ଋଷି ଆଉ ଅନେକ ମହାଜ୍ଞାନୀ ବ୍ରାହ୍ମଣ। ଆଉ ଏ ସମସ୍ତଙ୍କର ନେତୃତ୍ୱ ନେଉଥିଲେ କିଏ? ରାଜାଙ୍କ ନିଜ କୁଳଗୁରୁ ମହର୍ଷି ବଶିଷ୍ଠ। କହିବାକୁ ଗଲେ ସେ ସମୟର ଏକ ଆଧ୍ୟାତ୍ମିକ ଡ୍ରିମ୍ ଟିମ୍ ଏକାଠି ହୋଇଥିଲେ ଅଯୋଧ୍ୟାରେ। ଏବେ ଆସନ୍ତୁ କାହାଣୀର ସେହି ମୁହୂର୍ତ୍ତକୁ ଯେଉଁଠି କଥାବାର୍ତ୍ତା ବହୁତ ଭାବବିହ୍ୱଳ ହୋଇଯାଉଛି। ରାଜସଭାର ସେହି ଗମ୍ଭୀର ପରିବେଶ ଭିତରେ ଜଣେ ରାଜା ନୁହେଁ, ବରଂ ଜଣେ ଦୁଃଖୀ ବାପା ନିଜ ମନର କୋହକୁ ସେହି ମହାନ ଋଷିମାନଙ୍କ ସାମ୍ନାରେ ଖୋଲି କହୁଛନ୍ତି। ରାଜା ଦଶରଥ କହୁଛନ୍ତି, ମମ ଲାଲ୍ପ୍ୟମ୍ ମାନସ୍ୟ ପୁତ୍ରାର୍ଥମ୍ ନାସ୍ତି ବୈ ସୁଖମ୍। ଅର୍ଥାତ୍ ପୁତ୍ର ପାଇଁ ବିଳାପ କରୁଥିବା ମୋ ପାଖରେ କୌଣସି ସୁଖ ନାହିଁ। ଟିକେ ଭାବନ୍ତୁ ତ, ଯେଉଁ ରାଜା ପାଖରେ ସବୁକିଛି ଥିଲା, ସେ ନିଜକୁ ଦୁନିଆର ସବୁଠୁ ଦୁଃଖୀ ମଣୁଥିଲେ। ଏଇ ଗୋଟିଏ ଲାଇନ୍ ତାଙ୍କ ଭିତରର ସବୁ କଷ୍ଟକୁ ବୟାନ କରିଦେଉଛି। ହେଲେ ରାଜା କ'ଣ ଖାଲି ଦୁଃଖ କରି ବସି ରହିଲେ? ନା, ବିଲକୁଲ ନୁହେଁ। ସେ ଜଣେ କର୍ମଯୋଗୀ ରାଜା ଥିଲେ। ସେ ସେଇଠି ଋଷିମାନଙ୍କୁ କହିଲେ ଯେ ସେ ଭାଗ୍ୟକୁ ଦୋଷ ଦେଇ ଚୁପ୍ ବସିବେନି, ବରଂ ଶାସ୍ତ୍ରରେ ଯେଉଁ ଉପାୟ ଦିଆଯାଇଛି ସେଇ ବାଟରେ ଯାଇ ଅଶ୍ୱମେଧ ଯଜ୍ଞ କରିବେ ଆଉ ନିଜ ଭାଗ୍ୟକୁ ନିଜେ ବଦଳେଇବାକୁ ଚେଷ୍ଟା କରିବେ। ତ ରାଜା ତ ନିଜ ମନ କଥା କହିଦେଲେ। ଏବେ ପୁରା ରାଜସଭା ଶାନ୍ତ, ସମସ୍ତଙ୍କ ନଜର ଋଷିମାନଙ୍କ ଉପରେ। ସେମାନେ କ'ଣ କହିବେ? ରାଜାଙ୍କୁ ସମର୍ଥନ କରିବେ ନା ଏହାକୁ ଏକ ଅସମ୍ଭବ କାର୍ଯ୍ୟ କହି ମନା କରିଦେବେ? ଆଉ ରାଜାଙ୍କ କଥା ସରିବା ମାତ୍ରେ ପୁରା ସଭା ସାଧୁ ସାଧୁ ଧ୍ୱନିରେ କମ୍ପି ଉଠିଲା। ଏଇଟା ଖାଲି ପ୍ରଶଂସା ନଥିଲା, ଏହା ଥିଲା ଧର୍ମର ସମର୍ଥନ। ବଶିଷ୍ଠ ଏବଂ ଅନ୍ୟ ଋଷିମାନେ କହିଲେ ଯେ ରାଜାଙ୍କର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଠିକ୍ ଆଉ ଧର୍ମସମ୍ମତ। ଏକଥା ଶୁଣି ଲାଗିଲା ଯେମିତି ରାଜାଙ୍କ ମୁଣ୍ଡରୁ ଗୋଟେ ବଡ଼ ବୋଝ ଓହ୍ଲେଇଗଲା। ଆଉ ତାପରେ ଆସିଲା ସେଇ ମୁହୂର୍ତ୍ତ,
ସେଇ ଭବିଷ୍ୟବାଣୀ ଯାହାକୁ ଶୁଣିବା ପାଇଁ ରାଜା ଦଶରଥ କେତେ କାଳ ଅପେକ୍ଷା କରିଥିଲେ। ଶ୍ଲୋକ 1.12.12 ଅନୁସାରେ ଋଷିମାନେ କହିଲେ, ହେ ରାଜନ୍, ଆପଣଙ୍କର ଏହି ଧାର୍ମିକ ସଂକଳ୍ପ ପାଇଁ ଆପଣଙ୍କର 4 ଜଣ ମହାପରାକ୍ରମୀ ପୁତ୍ର ଜନ୍ମ ନେବେ। କେବଳ 4 ଜଣ ପୁତ୍ର ନୁହେଁ, 4 ଜଣ ଅମିତ ପରାକ୍ରମୀ ପୁତ୍ର। ଏଇଟା ଖାଲି ଆଶୀର୍ବାଦ ନଥିଲା, ଏହା ଥିଲା ଗୋଟେ ପକ୍କା ପ୍ରତିଶ୍ରୁତି ଯାହା ରାଜାଙ୍କର ସବୁ ଦୁଃଖକୁ ମୁହୂର୍ତ୍ତକରେ ଧୋଇଦେଲା। ଭାବିପାରୁଥିବେ ରାଜାଙ୍କର କେତେ ଖୁସି ହୋଇଥିବ। ତାଙ୍କର ଆନନ୍ଦର କୌଣସି ସୀମା ନଥିଲା। ଆଉ ସେ ଟିକେ ବି ଡେରି ନ କରି ସେଇଠି ସାଙ୍ଗେ ସାଙ୍ଗେ ମହାଯଜ୍ଞର ପ୍ରସ୍ତୁତି ପାଇଁ ଆଦେଶ ଦେଇଦେଲେ। ଦେଖନ୍ତୁ, ରାଜା ଖୁସିରେ ଆତ୍ମହରା ଥିଲେ ସତ, କିନ୍ତୁ ସେ ଜଣେ ଦକ୍ଷ ପ୍ରଶାସକ ବି ଥିଲେ। ତୁରନ୍ତ ତାଙ୍କର ଆଦେଶ ଆସିଲା, ପ୍ରଥମତଃ ଯଜ୍ଞ ପାଇଁ ଯାହା ଯାହା ପବିତ୍ର ସାମଗ୍ରୀ ଦରକାର ସବୁ ଏକାଠି କରାଯାଉ। ଦ୍ୱିତୀୟରେ, ଯଜ୍ଞ ପାଇଁ ଉତ୍ସର୍ଗ କରାଯାଇଥିବା ଘୋଡ଼ାକୁ ପୂରା ସୁରକ୍ଷା ସହିତ ଛଡ଼ାଯାଉ। ତୃତୀୟରେ, ସରଜୁ ନଦୀର ଉତ୍ତର କୂଳରେ ଏକ ବିଶାଳ ଯଜ୍ଞଭୂମି ତିଆରି ହେଉ। ଆଉ ଶେଷରେ, ଯଜ୍ଞ ଯେମିତି ବିନା ବାଧାବିଘ୍ନରେ ସଫଳ ହେବ ସେଥିପାଇଁ ଶାନ୍ତିପାଠ କରାଯାଉ। ପ୍ରତ୍ୟେକ କାମ ଶାସ୍ତ୍ର ଅନୁସାରେ ହେବା ଦରକାର, ଏକଥା ସେ ସ୍ପଷ୍ଟ କରିଦେଲେ। ହେଲେ ଏତେ ଖୁସି ଆଉ ଉତ୍ସାହ ଭିତରେ ରାଜା ଗୋଟେ ବହୁତ ଗମ୍ଭୀର କଥା ମନେ ପକାଇଦେଲେ। ସେ ସମସ୍ତଙ୍କୁ ଏକ ଚେତାବନୀ ଦେଲେ, କାରଣ ଏହି ମହାଯଜ୍ଞ ଯେତିକି ଫଳ ଦେଇପାରେ ସେତିକି ବିପଦଜନକ ବି ଥିଲା। ରାଜା ତାଙ୍କ ମନ୍ତ୍ରୀମାନଙ୍କୁ ସିଧା ସିଧା କହିଲେ, ମନେ ରଖ, ଏ ଯଜ୍ଞ ଯେତିକି ଶକ୍ତିଶାଳୀ ସେତିକି ବିପଦରେ ଭରା। ଏଥିରେ ଗୋଟିଏ ବି ଛୋଟ ଭୁଲ ହେଲେ ସବୁକିଛି ଶେଷ ହୋଇଯିବ। ତେଣୁ ସାବଧାନତା ଆଉ ପୂରା ନିଷ୍ଠା ହିଁ ସଫଳତାର ଏକମାତ୍ର ଚାବିକାଠି। ଆଉ ସେ ବିପଦଟା କ'ଣ ଥିଲା? ଶ୍ଲୋକ 1.12.17ରେ ଏକ ନିର୍ଦ୍ଦିଷ୍ଟ ବିପଦ କଥା କୁହାଯାଇଛି। ଆଉ ସେମାନେ ହେଲେ ବ୍ରହ୍ମ ରାକ୍ଷସ। ଏମାନେ କିଏ? ଦେଖନ୍ତୁ, ଏମାନେ ସାଧାରଣ ରାକ୍ଷସ ନୁହନ୍ତି। ଏମାନେ ହେଉଛନ୍ତି ସେହି ଦୁଷ୍ଟ ଆତ୍ମା ଯେଉଁମାନେ ପୂର୍ବରୁ ଜ୍ଞାନୀ ବ୍ରାହ୍ମଣ ଥିଲେ। ସେମାନଙ୍କ ପାଖରେ ବେଦମନ୍ତ୍ରର ଜ୍ଞାନ ଥାଏ, ତେଣୁ ଯଜ୍ଞରେ ହେଉଥିବା ଛୋଟରୁ ଛୋଟ ଭୁଲକୁ ବି ସେମାନେ ଧରିପାରନ୍ତି। ଆଉ ସେମାନେ ଖାଲି ସୁଯୋଗ ଖୋଜୁଥାନ୍ତି, କେମିତି ଯଜ୍ଞକୁ ନଷ୍ଟ କରିବେ। ଆଉ ଏଇଟା ଥିଲା ସବୁଠୁ ବଡ଼ ଚେତାବନୀ। ଯଦି କିଛି ବି ଭୁଲ ହୁଏ ତେବେ ଖାଲି ଯଜ୍ଞ ବିଫଳ ହେବନି, ବରଂ ଯିଏ ଯଜ୍ଞ କରୁଛନ୍ତି ମାନେ ରାଜା ଦଶରଥ ନିଜେ, ତାଙ୍କର ତତ୍କ୍ଷଣାତ୍ ମୃତ୍ୟୁ ହୋଇପାରେ। ଏଥିରୁ ଆମେ ଜାଣିପାରୁଛେ ଯେ ଏହି କାମରେ କେତେ ବଡ଼ ରିସ୍କ ଥିଲା। ତ ନିଜର ସବୁ ଆଦେଶ ଆଉ ଚେତାବନୀ ଦେଇସାରିବା ପରେ ରାଜା ଦଶରଥ ସଭା ସମାପ୍ତ କଲେ। ସେ ତାଙ୍କ ମନ୍ତ୍ରୀ ଆଉ ଋଷିମାନଙ୍କୁ ବିଦାୟ ଦେଇ ନିଜ ମହଲକୁ ଫେରିଗଲେ। ଏଇଠି ସ୍ୱର୍ଗବାର ତ ସରିଗଲା, କିନ୍ତୁ ଗୋଟେ ବିଶାଳ ମହାଯଜ୍ଞ ପାଇଁ ମଞ୍ଚ ପୂରା ପ୍ରସ୍ତୁତ ହୋଇସାରିଥିଲା। ତେବେ ଏବେ ପ୍ରଶ୍ନ ଉଠୁଛି, ଗୋଟେ ପଟେ ଭବିଷ୍ୟବାଣୀର ଆନନ୍ଦ ଆଉ ଅନ୍ୟପଟେ ବିଫଳତାର ଭୟ। ଏହି ଦୁଇଟା ଭିତରେ କ'ଣ ଏହି ମହାଯଜ୍ଞ ବିନା କୌଣସି ଭୁଲରେ ସମ୍ପୂର୍ଣ୍ଣ ହୋଇପାରିବ? ରାଜା ଦଶରଥଙ୍କ ଦୃଢ଼ ସଂକଳ୍ପ ଜିତିବ ନା ବ୍ରହ୍ମରାକ୍ଷସଙ୍କର ଦୁଷ୍ଟ ଚକ୍ରାନ୍ତ? ଆଶା ଆଉ ଆଶଙ୍କାର ଏହି ଖେଳରେ ଶେଷରେ କ'ଣ ହେବ ତାହା ଜାଣିବା ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ ରାମାୟଣର ପରବର୍ତ୍ତୀ ସର୍ଗ ପାଇଁ।